বিজেপি সমর্থিত প্রার্থী দিলীপ রায়ଙ୍କୁ ভୋଟ ଦେଇ କ'ଣ ସାବ୍ୟସ୍ତ କରିବାକୁ ଚାହୁଁଥିଲେ କଂଗ୍ରେସରୁ ନିଲମ୍ବନ ହୋଇଥିବା 3 ବିଧାୟକ। ବିଜେଡି ସହିତ ଅଘୋଷିତ ମେଣ୍ଟ ପାଇଁ କୁଆଡ଼େ ସେମାନେ କ୍ରସ୍ ଭୋଟିଂ କରିଥିବା କୁହାଯାଉଥିବା ବେଳେ କଂଗ୍ରେସକୁ ଦୁର୍ବଳ କରିବା ପାଇଁ ରଚାଯାଇଥିଲା କି ସୁଚିନ୍ତିତ ଷଡ଼ଯନ୍ତ୍ର। ରାଜ୍ୟରେ କଂଗ୍ରେସ ସୁଦୃଢ଼ ସ୍ଥିତିକୁ ଆସୁଥିବା ବେଳେ ବିଜେଡି ମେଣ୍ଟାଳରେ ଏହି ବିଧାୟକମାନେ କ୍ରସ୍ ଭୋଟିଂ କରିଥିଲେ ନା ଓଡ଼ିଶାରେ ନୂଆ ଦଳକୁ ମଜବୁତ କରିବା ପାଇଁ ଏଭଳି କରିଥିଲେ ବୋଲି ଚର୍ଚ୍ଚା ଜୋର ଧରିଛି। ନିଜ ସ୍ୱାଭିମାନ ଦ୍ୱାଇ ଦେଇ କଂଗ୍ରେସ ହୁଇପ୍କୁ ଅମାନ୍ୟ କରି ନିଲମ୍ବନ ବିଧାୟକମାନେ ଭୋଟ ଦେବା ପଛରେ ଘୋଡ଼ା ବେପାର ରହିଥିଲା ବୋଲି ଖୋଲାଖୋଲି ରାଜ୍ୟ କଂଗ୍ରେସ ସଭାପତି ବକ୍ସ ଦାସ କହିଥିଲେ। ଏପରିକି ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ନିଲମ୍ବନ ପରେ ସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଥିବା କୁହାଯାଉଛି। ତାରି ଭିତରେ ଅଳ୍ପ କିଛି ଦିନ ହେବ ଓଡ଼ିଶା ଜନତା କଂଗ୍ରେସ ନାମରେ ନୂଆ ଦଳ ଗଢ଼ିଥିବା ମହମ୍ମଦ ମୁକିମ ରାଜ୍ୟରେ କଂଗ୍ରେସ ଓ ବିଜେଡିର ସ୍ଥିତି ଦୁର୍ବଳ ହୋଇଯାଇଥିବା କଥା କହିବା ଏକଥା ସ୍ପଷ୍ଟ କରୁଛି। ବିଜେପି ବି ଟିମ୍ ଭାବରେ କଂଗ୍ରେସ ଓ ବିଜେଡି ଦଳ ଭିତରେ କିଛି ବିଭୀଷଣ ରହି ଏହି କ୍ରସ୍ ଭୋଟିଂକୁ ବଳ ଯୋଗାଇଛନ୍ତି। ତେବେ ଆଗାମୀ ଦିନରେ କଂଗ୍ରେସରୁ ନିଲମ୍ବନ ହୋଇଥିବା ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିରଦୋସଙ୍କ ରାଜନୈତିକ ଭବିଷ୍ୟତ କ'ଣ ହେବ ତାହା ତ ସମୟ କହିବ। କିନ୍ତୁ ଏହି ବିଧାୟକମାନଙ୍କୁ ବିଜେପି ନିଜ ଦଳରେ ସାମିଲ କରୁଛି ନା ଓଡ଼ିଶା ଜନତା କଂଗ୍ରେସରେ ନିଜକୁ ଏମାନେ ସାମିଲ କରୁଛନ୍ତି ତାକୁ ନେଇ ରାଜନୀତି ଏବେ ସରଗରମ ରହିଛି। ସେପଟେ ବିଜୁ ଲିଗାସି ଦ୍ୱାଇ ଦେଇ କଂଗ୍ରେସ ବିରୋଧୀ ଆଳ ଦେଖାଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କ୍ରସ୍ ଭୋଟିଂ କରିଥିବା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଚୌଦାର ବିଧାୟକ ସୌଭିକ ବିଶ୍ୱାଳ, ବର୍ଷା ବିଧାୟିକା ସୁଭାଷିଷ ଜେନା, ତିର୍ତ୍ତୋଲ ବିଧାୟକ ଡାକ୍ତର ରମାକାନ୍ତ ଭୋଇ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କୁ ଦଳ ପକ୍ଷରୁ ଶୋ କଜ୍ ନୋଟିସ୍ ଜାରି କରିଦେବା ପରେ ଗୋଟିଏ ଚର୍ଚ୍ଚା ବିଜେଡି ଏମାନଙ୍କ ବିରୁଦ୍ଧରେ ଖୁବ୍ ଶୀଘ୍ର ନେଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ। ବିଜେପି ପ୍ରାର୍ଥୀକୁ ସମର୍ଥନ ଦେଇ ବିଜେପିକୁ ସୁନାମୁଗ ଟୋପି ଦେଇଥିବା ଏହି ବିଧାୟକମାନଙ୍କ ଆଗାମୀ ରଣନୀତି କ'ଣ ହେବ ତାକୁ ନେଇ ସବୁଆଡ଼େ ଚର୍ଚ୍ଚା ଧରିଥିବା ବେଳେ ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତିକୁ ବିରୋଧ କରି ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିବା ବିଧାୟକମାନଙ୍କୁ ଦଳୀୟ କର୍ମୀଙ୍କ ଦ୍ୱାରା ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଥିବା ବେଳେ ଏମାନଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ କ'ଣ ହେବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବା ଆରମ୍ଭ ହେଲାଣି। ବ୍ୟୁରୋ ରିପୋର୍ଟ, ଦ ରୁରାଲ ନ୍ୟୁଜ୍ ଓଡ଼ିଆ।